ଇମ୍ଫା କମ୍ପାନୀ କର୍ତ୍ତୃପକ୍ଷଙ୍କର ଘୋର ଅବହେଳା ଓ ଅଣଦେଖା ବିପକ୍ଷରେ ବିସ୍ଥାପିତ ଓ ନିଷ୍ପେଷିତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପକ୍ଷରୁ ସଙ୍ଗୀନ ଅଭିଯୋଗ ଆସିଛି। ବିଶେଷ କରି କମ୍ପାନୀ ସୁରକ୍ଷା ପାଚେରୀକୁ ଲାଗି ରହିଥିବା ବୁର୍ଜିଗୁଡ଼ା ଗାଁ କମ୍ପାନୀ ତରଫରୁ କୌଣସି ମୌଳିକ ସୁବିଧା ପାଇପାରୁ ନଥିବାର ଅଭିଯୋଗ କରିଛନ୍ତି। ସେମାନଙ୍କର କହିବା କଥା ଯେ ବାପା ଜେଜେ ଅମଳରୁ କମ୍ପାନୀ ପ୍ରତିଶ୍ରୁତି ଦେଇ ଆସୁଥିଲା କି ସ୍ଥାନୀୟ ଆଦିବାସୀ ଜନଜାତି ତଥା ଜମିହରାମାନଙ୍କୁ ପ୍ରତ୍ୟେକ ଗାଁର ଲୋକମାନଙ୍କୁ କମ୍ପାନୀ ଚାକିରି ଦିଆଯିବ, କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ବିଶେଷକୁ କମ୍ପାନୀ ଚାକିରି ଦେଇପାରି ନାହିଁ। ବିଶେଷ କରି ରାସ୍ତା, ପିଇବା ପାଣି, ଶିକ୍ଷା, ବିଦ୍ୟୁତ୍, ସ୍ୱାସ୍ଥ୍ୟ ଭଳି ଜନସାଧାରଣଙ୍କର ମୌଳିକ ଅଧିକାରକୁ ଯୋଗାଇ ଦେବାରେ କମ୍ପାନୀ କର୍ତ୍ତୃପକ୍ଷ ବିଫଳ ହୋଇଛି। ଗ୍ରାମରେ ଯୁବକ ଯୁବତୀମାନଙ୍କର ଶିକ୍ଷା ଯୋଗ୍ୟତା ଥିଲେ ମଧ୍ୟ ନିଜ ପରିବାର ଭରଣ ପୋଷଣ ପାଇଁ ବାଧ୍ୟ ହୋଇ ଦାଦନ ଖଟିବାକୁ ବାହାରକୁ ଯିବାକୁ ପଡୁଛି। ଖାଲି ଲୋକମାନଙ୍କର ମୁହଁକୁ ବନ୍ଦ କରିବା ଉଦ୍ଦେଶ୍ୟରେ ଚୁକ୍ତି ଭିତ୍ତିକ ଚାକିରି ସ୍ୱଳ୍ପ ଦରମା ପ୍ରଦାନ କରି ଅଞ୍ଚଳବାସୀଙ୍କ ମୁହଁକୁ ବନ୍ଦ କରି ଫାଇଦା ହାସଲ କରୁଥିବାର ଅଭିଯୋଗ ହୋଇଛି। ଗାଁରେ ଅଙ୍ଗନୱାଡି ଘର ନାହିଁ, ପିଲାମାନେ ପାଠ ପଢୁଛନ୍ତି, କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ଉପଯୁକ୍ତ ବ୍ୟବସ୍ଥା ନଥିବା ବେଳେ ରାଜ୍ୟ ସରକାରଙ୍କର ମିଶନ ଶକ୍ତି ଗୃହ ଅଛି, କିନ୍ତୁ ପଞ୍ଚାୟତ ପାଇଁ ରାସ୍ତା ନାହିଁ। ଏଇଭଳି ଅନେକ ଦୈନନ୍ଦିନ ଜୀବନ ଜୀବିକାରେ ବାଧା ସୃଷ୍ଟି ହେଉଛି, ଯାହାଦ୍ୱାରା କି ଆଜି ଆପଣମାନଙ୍କ ଜରିଆରେ ସରକାର ଦୃଷ୍ଟି ଆକର୍ଷଣ ପାଇଁ ଆମକୁ ପରିସ୍ଥିତି ବାଧ୍ୟ କରିଛି ବୋଲି ଗ୍ରାମବାସୀମାନେ ଦୁଃଖର ସହିତ ପ୍ରକାଶ କରିଛନ୍ତି। ରାୟଗଡ଼ାରୁ ଦିଲ୍ଲୀପ ପଡ଼ିଆରୀଙ୍କ ସହ ସତ୍ୟନାରାୟଣ ସାହୁଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।